এইটা তো লিଷ୍ଟ ସେଣ୍ଟରରୁ ଆସିଥିଲା। ମୁଁ ଭାବୁଛି ତାର ବାହାରେ ଆହୁରି ବହୁତ ଜଣ ଗୁପ୍ତ ହିସାବରେ ଅଛନ୍ତି। ପାକିସ୍ତାନୀ ନାଇଁ ବାଂଲାଦେଶୀ ସଂଖ୍ୟା ତ ବହୁତ ବେଶୀ ହେଇଗଲାଣି ଏବଂ ଭୁବନେଶ୍ୱର ସହରରେ ମୋତେ ଲାଗୁଛି 10,000 ବାଂଲାଦେଶୀ ଥିବେ। ଏସବୁକୁ ବାହାର କରିବାର ଦରକାର। କ'ଣ ସବୁ ବିଦେଶୀ ନାଗରିକକୁ ବାହାର କରିବା କଥା। ଯଦି ସେମାନେ ହିନ୍ଦୁ ନୁହନ୍ତି ତାଙ୍କୁ ବାହାର କରିବା କଥା। କାହାର ଭୋଟ ବ୍ୟାଙ୍କ ହଉ କି ଯାହା ହଉ ସେମାନେ ବାଂଲାଦେଶୀ ମୁସଲିମ ରାକ ସମସ୍ୟା ସୃଷ୍ଟି କରୁଛନ୍ତି। ସବୁ ଜାଗାରେ ସମସ୍ୟା ସୃଷ୍ଟି କରୁଛନ୍ତି। ଦେଖ ଚୋରି ହାରି ଡକାୟତି ଏ ସବୁ ଗୁଡ଼ାକରେ ବାଂଲାଦେଶୀ ଲୋକମାନେ ବିଦେଶୀ ଲୋକମାନେ ଅଛନ୍ତି। ଏବେ ଆଉ ଗୋଟେ ନୂଆ ଲୋକମାନେ ଦେଖିବେ ଟିକେ ଟିକେ ମେଙ୍ଗୋଲିଆନ ଏପ୍ରିଏନ୍ସରେ ବେଙ୍ଗଲୀ ଭଳିଆ ଦିଶୁଛନ୍ତି। ସେମାନେ ହେଲେ ରୋହିଙ୍ଗ୍ୟା। ସେ ରୋହିଙ୍ଗ୍ୟା ବି ଆସିଗଲେଣି। ଇ ମାନେ ବର୍ମାର ଏମାନଙ୍କୁ ବି ଆଇଡେଣ୍ଟିଫାଏ କରିବା କଥା। ଏମାନଙ୍କ ସଂଖ୍ୟା ବି କାଫି ମାନେ ହେଲାଣି। ଭୁବନେଶ୍ୱର ରେଲୱେ ଷ୍ଟେସନର ସାଇଡ଼୍ରେ ଦେଖ ନା ଯେତେ ବାଂଲାଦେଶୀ ସମସ୍ତେ ହାଜର ହେଇଗଲେଣି। କୋଷ୍ଟାଲ ବେଲ୍ଟ ରାଜନଗର କେନ୍ଦ୍ରାପଡ଼ା ବାଲେଶ୍ୱର ସବୁଆଡ଼େ ତ ବିଦେଶୀ ନାଗରିକ ମାନେ କାଫି ବିଦେଶୀ ନାଗରିକ। ସମ୍ବଲପୁରରେ ତ ଦିନକୁ ହଜାର 3ଟା ବସ୍ରେ ଆସୁଛନ୍ତି ବାଡ଼ଉଛନ୍ତି ଲୋକମାନେ। ଏବେ ତ ଆମେ ଯଦି ଆମ ଜାଗାରେ ମାଇନରିଟି ହେଇଯିବୁ ଆସାମ ଭଳିଆ ବୋଲେ କ'ଣ କରିପାରିବା। ତାପରେ ଆପଣ ଯେଉଁ ପର୍ଯ୍ୟନ୍ତ 80% ଅଛନ୍ତି ଠିକ୍ ଅଛନ୍ତି, 80ରୁ ଯଦି କମିଲେ ବୋଲେ ଆପଣ ହାଣ ଖାଇବେ। ନିଶ୍ଚିତ ଭାବରେ ଆଇଡେଣ୍ଟିଫାଏ କରିକରି ସେମାନେ ଯେଉଁ ମୁର୍ସିଦାବାଦର ଆଧାର କାର୍ଡ଼ ରଖିଛନ୍ତି, ମୁର୍ସିଦାବାଦର ଆଧାର କାର୍ଡ଼କୁ ଓଡ଼ିଶାରେ ବ୍ୟାନ୍ କରାଯାଉ। ମୁର୍ସିଦାବାଦର ଆଧାର କାର୍ଡ଼ ଯେଉଁ ଯେତେ ଅଛି ସେଟା ସବୁ ବାଂଲାଦେଶୀଙ୍କର କାର୍ଡ଼। ଆଉ ୱେଷ୍ଟବେଙ୍ଗଲ ଗଭର୍ଣ୍ଣମେଣ୍ଟ ସେମାନଙ୍କୁ ଦେଇଦେଉଛି ମୁର୍ସିଦାବାଦ ଆଉ ବାକି ଜାଗାରୁ। ଆଉ ସେମାନେ ଆମର ଓଡ଼ିଶା ଭିତରେ ପଶି ଆସୁଛନ୍ତି। ସେମାନଙ୍କୁ ଚିହ୍ନଟ କରି ଏବେଠୁ ଯଦି ବ୍ୟବସ୍ଥା ନ କରାଯିବ ଆଗାମୀ ଦିନର ପରିସ୍ଥିତି ବହୁତ ଖରାପ। ଏଇଟା ମନଗଢ଼ା କାହାଣୀ ବୋଲେ ଆମେ ଚତୁର୍ଥ ସ୍ତମ୍ଭ ଯେଉଁ ସମ୍ବାଦପତ୍ର ଅଛି ତାକୁ ଅବିଶ୍ୱାସ କରୁଛୁ। ତାମାନେ ଆଉ ସେ କାହିଁ କହୁଛନ୍ତି। ସେମାନେ କେବଳ ଧର୍ମ ପଚାରି ନାହାନ୍ତି, ପ୍ୟାଣ୍ଟ ଖୋଲିକରି ଲିଙ୍ଗ ଦେଖିଛନ୍ତି। ଲିଙ୍ଗ କଟା ହେଇଛି ନା ନାହିଁ, ଲିଙ୍ଗ ଯଦି କଟା ହେଇନାହିଁ ମାରିଛନ୍ତି। ଏଇଟା ତ ସବୁ ନ୍ୟୁଜ୍ ପେପରରୁ ଦେଖୁଛୁ, ଗଣମାଧ୍ୟମରୁ ଆମେ ଜାଣୁଛୁ। ସେମାନଙ୍କୁ ଦେଶଟା ଗୋଟେ ଉପହାସ। ସେ ମ୍ୟାଡ଼ାମ୍ କିଏ ଯେ ମୁଁ ଜାଣିନାହିଁ, କିନ୍ତୁ ଯୋଗ୍ୟତା ବଳରେ ନୁହେଁ ସେମିତି କରି କେଉଁ ରାଜ୍ୟସଭା କେମିତି ମ୍ୟାନେଜ୍ କରିକି ପହଞ୍ଚି ଯାଇଛନ୍ତି। କହୁଛନ୍ତି କ'ଣ ଗୋଟେ କହନ୍ତି। ମୋତେ ତ ଆଦୌ ଦେଶର ସ୍ୱାର୍ଥ ଦୃଷ୍ଟିରୁ କୌଣସିଟା ଯୁକ୍ତିଯୁକ୍ତ ନୁହେଁ। ଏବଂ ଏଇ ଯେଉଁ କହୁଥିବା ଲୋକଙ୍କ ଉପରେ ଲୋକେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କଥା। ଯେତେବେଳେ ସାମାଜିକ ସ୍ତରରେ ଏମାନଙ୍କୁ ବୟକଟ୍ ହେବ, ଆପଣମାନେ ଦେଖିଛନ୍ତି ଯେ ସେମାନେ ପ୍ରଥମେ ହିନ୍ଦୁ କିଏ ମୁସଲମାନ କିଏ ଗୋଟିଏ ଲାଇନ୍ରେ ଛିଡ଼ା ହେବା ପାଇଁ କହିଛନ୍ତି। ସେମାନେ ଖ୍ରୀଷ୍ଟିଆନମାନଙ୍କୁ ବି ମାରିଛନ୍ତି। ଜଣେ ଖ୍ରୀଷ୍ଟ ଧର୍ମ କଥା କହିଛି, ସେ ତାକୁ ବି ମାରିଛନ୍ତି ଏବଂ ଲୋକଙ୍କୁ ନଙ୍ଗଳା କରିକରି ତାଙ୍କୁ ଲିଙ୍ଗକୁ ଦେଖିଛନ୍ତି, ଲିଙ୍ଗ ଚିହ୍ନଟ କରିକରି ମାରିଛନ୍ତି। ଏଇଟା ଗୋଟେ କ'ଣ ସେ ଗୋଟେ କହୁଛନ୍ତି ଯେ ଏଇଟା ଗୋଟେ ତାହେଲେ ସେ ଗ୍ରାଉଣ୍ଡରେ ସେ କ'ଣ ସେ ଜାଗାରେ ଉପସ୍ଥିତ ଥିଲେ। ମ୍ୟାଡ଼ାମ୍ ଏମିତି କଥା କହନ୍ତି, ଟିକେ ପାଗଳାମି ଅଛି ମ୍ୟାଡ଼ାମ୍ଙ୍କର ଟିକେ।